ଫଟୋ ମରା ହେଉଥିଲା ବିଜୁ ପଟ୍ଟନାୟକ ଫଟୋ ଉଡ଼ିଗଲା ନବୀନ ପଟ୍ଟନାୟକ ପାଣ୍ଡିଆ ବବି ଦାସ ବାସ୍ ତିନିଟା ଫଟୋ ମରା ହେଇକି ସାରା ଓଡ଼ିଶାରେ ମରା ହେଉଥିଲା ଲୋକ ଭୋଟ ଦେବେ ଆମେ ଦେଖିକି ନା ସେ ଯେଉଁ ଭାବରେ ପ୍ରଚାର କଲେ ମିଛ କଥା କହିଲେ ଦୁଇ ଜନତା ଦଳ ତରଫରୁ ପ୍ରଭାବୀ କାଉଣ୍ଟର ହବାର ଟିକେ ଉଣା ରହିଗଲା ଚିତ୍ର ସ୍ପଷ୍ଟ ହେବ ବା ସେତେବେଳେ ଦଳର ସଭାପତି ନବୀନ ବାବୁ ସ୍ପଷ୍ଟ ଚିତ୍ର ଓଡ଼ିଶାବାସୀକି ଦେଇପାରିବେ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଛି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ବର୍ତ୍ତମାନ ୟାର ଅବସାନ ଘଟିପାରିବ ଜନତା ଦଳ ସରକାର ଥିଲାବେଳେ ଋଣ କରୁନଥିଲେ ସୁଧ ଦେବାକୁ ପଡ଼ୁନଥିଲା କିନ୍ତୁ ବର୍ତ୍ତମାନ ସରକାର ଆସିଲା ପରେ 2 ବର୍ଷ ଭିତରେ ଏମାନେ ଋଣ କରି ବଢ଼େଇ ଚାଲିଲେଣି ଋଣ ଏପରି ବଢ଼ି ଚାଲେ ଶେଷରେ କେଉଁଠି ପହଞ୍ଚିବ ରାଜ୍ୟର ଅର୍ଥନୀତି ତାକୁ ବର୍ତ୍ତମାନ ଆମେ ସବୁ ସନ୍ଦେହରେ ପଡ଼ୁଛୁ ଅର୍ଥନୀତି ଖରାପ ଆଡ଼କୁ ଯାଉଛି ଏବେ ବି ଚର୍ଚ୍ଚା ଥମିନି ୱାକଫ୍ ବୋର୍ଡ଼ର ଲ'କୁ ନେଇକି ଯଦିବା ଏବେ ଲ'ରେ ପରିଣତ ହୋଇଗଲାଣି ତଥାପି କିନ୍ତୁ ଚର୍ଚ୍ଚା ଥମିନି କୁହାଯାଉଛି ମୁନ୍ନା ଖାଁର ଯେଉଁ ଗୋଟିଏ ଭୋଟ୍ ଦେଇଛନ୍ତି ୱାକଫ୍ ବୋର୍ଡ଼ ଏଗ୍ନେଷ୍ଟରେ ତାକୁ ନେଇକି ତୁମ୍ବିତମାନ ଉଠିଥିଲା କାରଣ ସସ୍ମିତ ପାତ୍ର ସେ ୱାକଫ୍ ବୋର୍ଡ଼ ସପୋର୍ଟରେ ଦେଇଥିଲେ ତେଣୁ ଏମିତି ବି କୁହାଯାଉଛି କି ସୂଚନା ବି ଆସୁଛି କି ମୁନ୍ନା ଖାଁ ଯେହେତୁ ମୁସଲିମ୍ ତେଣୁକରି ସେ ହୁଏତ ବିରୋଧ କରିଛନ୍ତି ଆଉ ସସ୍ମିତ ପାତ୍ର ଯେହେତୁ ଖ୍ରୀଷ୍ଟିଆନ ସେ ହୁଏତ ତାକୁ ସପୋର୍ଟ କରୁଛନ୍ତି କିନ୍ତୁ ୟା ବିଷୟରେ ଆମେ ଆଲୋଚନା କରିବା ପ୍ରକୃତରେ ଏ ଯେଉଁ କିଛି ଅର୍ଡ଼ର ଯାଇଥିଲା କି କାରଣ କିଛି ତ ହ୍ୱିପ୍ ଜାରି ହୋଇନଥିଲା ନବୀନ ପଟ୍ଟନାୟକ କିଛି ହ୍ୱିପ୍ ଜାରି କରିନଥିଲେ କିନ୍ତୁ ଯେତେବେଳେ ରାଜ୍ୟସଭାରେ ଯେତେବେଳେ ଭୋଟ୍ ହେଲା ସେତେବେଳେ କିଛି ଏପଟ କିଛି ଯାଇଥିଲା ନା କାହାର ନିର୍ଦ୍ଦେଶରେ ଏମିତି ଯେଉଁଟା ଭାବୁନଥିଲେ ଏମିତି ଗୋଟେ ହେଇଗଲା ଆମ ବିଷୟରେ ୟା ବିଷୟରେ କଥା ହେବା ଆମ ପାଖରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସାର୍ ଆପଣଙ୍କୁ ସ୍ୱାଗତ କରୁଛି ସୂଚନା ଟିଭି 24x7 ଯେତେବେଳେ ବି ଯାହା ହୁଏ ସେ ତାର ନବୀନ ନିବାସରୁ ନିର୍ଦ୍ଦେଶ ଯାଏ ଯେତେବେଳେ ଯାହା ମାନେ ନିଅନ୍ତି କୌଣସି ଡିସିସନ୍ ସେ ଲୋକସଭାର ସାଂସଦ ହୁଅନ୍ତୁ କି ରାଜ୍ୟସଭାର କିନ୍ତୁ ଏବେ ୱାକଫ୍ ବିଲ୍କୁ ନେଇକି ଯେଉଁ ବହୁତ ବଡ଼ ତୁମ୍ବିତମାନ ଉଠିଥିଲା ଏ ଯେଉଁ ଏବେ ଯେଉଁ ମୁନ୍ନା ଖାଁ ଯେଉଁ ତାକୁ ବିରୋଧ କରିଥିଲେ ୱାକଫ୍କୁ ନେଇକି କିନ୍ତୁ ଅନ୍ୟ ସସ୍ମିତ ପାତ୍ରକୁ ସପୋର୍ଟ କରିଥିଲେ କାରଣ ତାଙ୍କ କହିବା କଥା କି ବିବେକ ଅନୁସାରେ ଦେବା ପାଇଁ କହିଥିଲା କିନ୍ତୁ ଆପଣ ସାର୍ ଏଥିରେ କ'ଣ କହିବେ ୱାକଫ୍ ଏମେଣ୍ଡମେଣ୍ଟ ବିଲ୍ ପାର୍ଲାମେଣ୍ଟରେ ପାରିତ ହୋଇସାରିଲାଣି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଲାଣି ବର୍ତ୍ତମାନ କାର୍ଯ୍ୟକାରୀ ହେବ ଇଏ ଅତୀତ ହୋଇସାରିଲାଣି ୟା ଉପରେ କିଏ ସପକ୍ଷରେ ଭୋଟ୍ ଦେଇଛନ୍ତି କି ବିପକ୍ଷରେ ଦେଇଛନ୍ତି ବା କିଏ ଆବଷ୍ଟେନ୍ କରିଛନ୍ତି ଏ ପର୍ବ ସମୟ ଅତିବାହିତ ହୋଇସାରିଛି କଥା ହେଉଛି ଯାହା ଓଡ଼ିଶାବାସୀଙ୍କି ଆନ୍ଦୋଳିତ କରୁଛି ବା ବିଜେଡ଼ିର ସମର୍ଥକ କର୍ମୀମାନଙ୍କ ଭିତରେ ଯେଉଁଟା ଆଲୋଡ଼ନ ସୃଷ୍ଟି ହୋଇଛି ଯେ ପ୍ରଥମେ ଏ ଯେଉଁ ୱାକଫ୍ ଏମେଣ୍ଡମେଣ୍ଟ ବିଲ୍ କି ବିରୋଧ କରିବା ପାଇଁ ସାଂସଦମାନେ ବୈଠକରେ ମିଳିତ ହୋଇକି ବିଜେଡ଼ି ଦଳ ସଭାପତିଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି କରିଥିଲେ ଯେ ଏମେଣ୍ଡମେଣ୍ଟ ବିଲ୍କୁ ୱାକଫ୍ ଏମେଣ୍ଡମେଣ୍ଟ ବିଲ୍କୁ ବିରୋଧ କରାଯିବ ତାପରେ ଗୋଟିଏ ପର୍ବରେ ମଧ୍ୟ ମୁସଲିମଙ୍କ ପର୍ବରେ ମଧ୍ୟ ସେଠି ମଧ୍ୟ ଦଳର ସୁପ୍ରିମୋ କହିଥିଲେ ଯେ ଆମେ ୱାକଫ୍ ବିଲ୍କୁ ଏମେଣ୍ଡମେଣ୍ଟ ବିଲ୍କୁ ବିରୋଧ କରିବୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା କରିବା ପାଇଁ କିନ୍ତୁ ଟିକେ ପରିସ୍ଥିତି ପରିବର୍ତ୍ତନ ହୋଇଯାଇଛି ଭୋଟ୍ ଦେବାର ଅବ୍ୟବହିତ ପୂର୍ବରୁ ସସ୍ମିତ ପାତ୍ର ଗୋଟିଏ ଗଣମାଧ୍ୟମକୁ ବାର୍ତ୍ତା ଦେଲେ ଯେ ବିବେକ ଅନୁସାରେ ଭୋଟ୍ ଦିଆଯାଉ ଯିଏ ଯାହାକୁ ଦେଇପାରିବ ଏଇଟା ହେଉଛି ଆଲୋଡ଼ନ ବିଷୟ ଇଏ ହେଉଛି ପ୍ରଶ୍ନବାଚୀ ଛିଡ଼ା କରିଛି ସାର୍ ଏଇଠି ରଖିବି ସସ୍ମିତ ପାତ୍ର ଯେଉଁ ଗଣମାଧ୍ୟମକୁ କହିଲେ ସେ କାହା ନିର୍ଦ୍ଦେଶରେ କହିଥିଲେ ନା ତାଙ୍କୁ ସେମିତି ସେ ନିଜ ଇଚ୍ଛାରେ କହିଲେ କି ବିବେକ ଅନୁସାରେ କହିବା ପାଇଁ ସସ୍ମିତ ପାତ୍ର ବର୍ତ୍ତମାନ ଓଡ଼ିଶାରେ କି ଭାରତରେ ନାହାନ୍ତି ବିଦେଶ ଗସ୍ତରେ ଅଛନ୍ତି ଯେମିତି ମୁନ୍ନା ଖାଁ ଦିଲ୍ଲୀରୁ ଫେରିକି ତାଙ୍କ ମତ ସ୍ପଷ୍ଟ ଭାବରେ ରଖିଲେ ସେହିପରି ଅପେକ୍ଷା କରାଯାଇଛି ସସ୍ମିତ ପାତ୍ର ଆସିଲେ କହିବେ ସେ ୟାକୁ ନିଜେ ମନ ଇଚ୍ଛା ଏ କାମ କରିଛନ୍ତି ନା କିଏ ତୁମ ନିର୍ଦ୍ଦେଶ ଦେଇଛନ୍ତି ପରିବର୍ତ୍ତନ କରିବା ପାଇଁ ପୂର୍ବ ନିଷ୍ପତ୍ତିକୁ ୟାକୁ ସ୍ପଷ୍ଟ କରିପାରିବେ ସସ୍ମିତ ପାତ୍ର ବିଦେଶରୁ ଫେରିକି ଆମ ଭୁବନେଶ୍ୱର ପହଞ୍ଚିଲା ପରେ ସ୍ପଷ୍ଟ ହେବ
ମୁନା ଖାଁ ତାଙ୍କ ମତ ସ୍ପଷ୍ଟ ଭାବରେ ରଖିଛନ୍ତି, ସସ୍ମିତ ପାତ୍ର ବି ମତ ରଖିବେ। ତେଣୁ ନ ଆଇଲା ପର୍ଯ୍ୟନ୍ତ ଏ ଚିତ୍ର ସ୍ପଷ୍ଟ ହୋଇପାରୁନାହିଁ। ମୁନା ଖାଁ ଏବଂ ତାଙ୍କ ସାଥୀମାନେ ଯେଉଁମାନେ ଭେଟିଛନ୍ତି ଗତକାଲି ବିଜୁ ଜନତା ଦଳ ସଭାପତିଙ୍କୁ ଭେଟିଛନ୍ତି, ବିଜୁ ଜନତା ଦଳ ସଭାପତି କହିଛନ୍ତି ଯାହା ଆପଣ ଅଭିଯୋଗ ରଖୁଛନ୍ତି ଆମ ନିଷ୍ପତ୍ତି ପରିବର୍ତ୍ତନ କେମିତି ହେଲା, କିଏ ଅଧିକାର ଦେଲା ସସ୍ମିତ ପାତ୍ରଙ୍କୁ କହିଛନ୍ତି, ଏକଥା ମୁଁ ଅନୁଧ୍ୟାନ କରିବି, ଅନୁଧ୍ୟାନ କରିକି ଜଣେଇବି। ତେଣୁ ଦଳର ସଭାପତି ଅନୁଧ୍ୟାନ କରିବେ କିପରି ଭାବରେ ଅବସ୍ଥାର ପରିବର୍ତ୍ତନ ହେଇଛି। ସାଂସଦମାନେ ଭାଗ ଭାଗ ହେଇଯାଇଛନ୍ତି। ଦଳେ ଯେଉଁ ବିଲ୍କୁ ୱାକଅପ୍ ଆମେଣ୍ଡମେଣ୍ଟ ବିଲ୍କୁ ସମର୍ଥନ କରିଛନ୍ତି, ଦଳେ ବିରୋଧ କରିଛନ୍ତି, ଜଣେ ବି ଆବଷ୍ଟେନ୍ କନଫ୍ୟୁଜ୍ଡ ହେଇଯାଇକି ଜଣେ ବି କରିନାହାନ୍ତି। ୟା ଫଳରେ ଗୋଟେ ମତଭେଦ ସୃଷ୍ଟି ହେଇଛି, ଗୋଟେ ଭୁଲ ବୁଝାମଣା ସୃଷ୍ଟି ହେଇଛି। ଏ ବୁଝାମଣା ଦୂର ହୋଇପାରିବ ସ୍ପଷ୍ଟ ଚିତ୍ର ଆଉ କାହା ନାଁ କହି ଲାଭ ନାହିଁ। ଯିଏ ଦଳର ସୁପ୍ରିମୋ ସେ ହିଁ ୟାକୁ ସ୍ପଷ୍ଟ ଚିତ୍ର ଦେଇପାରିବେ। ମୁଁ ଭାବୁଛି ସସ୍ମିତ ପାତ୍ର ଫେରିଲା ପରେ ତାସ୍କେଣ୍ଟ ନା କୋଉଠି ଅଛନ୍ତି, ଫେରିଲା ପରେ ସେ ହିଁ କହିପାରିବେ କେଉଁ ପରିପ୍ରେକ୍ଷୀରେ କେଉଁ ପରିସ୍ଥିତିରେ ପୂର୍ବ ନିଷ୍ପତ୍ତିକି ପରିବର୍ତ୍ତନ କରି ବିବେକ ଅନୁସାରେ ଭୋଟ ଦେବା ପାଇଁ ସେ ଗଣମାଧ୍ୟମକୁ ବାର୍ତ୍ତା ଦେଇଥିଲେ। ତେଣୁ ଆଜି ସନ୍ଦେହ ଭିତରେ ଘଟଣା ରହିଛି। ନବୀନ ବାବୁ କହିଛନ୍ତି ଉତ୍ତରରେ, ଆମେ ସବୁବେଳେ ମାଇନରିଟି କମ୍ୟୁନିଟି ସପକ୍ଷରେ ଥିଲୁ, ଆଜି ଅଛୁ, ରହିବୁ। ନିରପେକ୍ଷତା, ଧର୍ମ ନିରପେକ୍ଷତା ଆମର ଆଦର୍ଶ, ଆମ ଦଳର ଧର୍ମ ନିରପେକ୍ଷ ନୀତିକୁ ଆମେ ସବୁ ଅବଲମ୍ବନ କରିବୁ ସ୍ପଷ୍ଟ ଭାବରେ ଦଳର ସଭାପତି କହିସାରିଛନ୍ତି ଗତକାଲି। ଆପଣ ଭାବୁଛନ୍ତି କି ଯେହେତୁ ସସ୍ମିତ ପାତ୍ର ନିଜେ ଜଣେ ଖ୍ରୀଷ୍ଟିଆନ, ତେଣୁ ବିବେକ ଅନୁସାରେ ସେ ତାକୁ ସପୋର୍ଟ କରିଛନ୍ତି କି? ଆପଣଙ୍କର ନିଜ ମତାମତ। ଯାହା ତ ମୁଁ କହୁଛି ବ୍ୟକ୍ତିଗତ କଥା କହୁଛି, ମୁଁ ତ ବିଜୁ ଜନତା ଦଳ ଗଣ୍ଡି ଭିତର ଲୋକ ନୁହେଁ, ବା ତାଙ୍କର ଯେଉଁ ମୁଖପାତ୍ର ଅଛନ୍ତି ସେମାନେ ସବୁ କହିପାରିବେ। ନିଶ୍ଚିତ ଭାବରେ ଗୋଟେ ବିବାଦ ହେଇପାରେ। ଗୋଟେ ମାଇନରିଟି କମ୍ୟୁନିଟି ରିପ୍ରେଜେଣ୍ଟ କରୁଛନ୍ତି ମୁନା ଖାଁ, ମୁସଲିମ ସମ୍ପ୍ରଦାୟ, ଇଏ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କରୁଛନ୍ତି। ଏଠି ଭିନ୍ନ ମତ ବି ହେଇପାରେ, ସେଇଥିପାଇଁ ଯେହେତୁ ଇଏ ମୁସଲିମ ବିରୋଧୀ ବା ମୁସଲିମ କଥାକୁ ସମର୍ଥନ କରିପାରିନାହାନ୍ତି, ଅଲଗା ମତ ହେଇପାରେ। କିନ୍ତୁ ଏ କଥା ଆମେ ସବୁ ଯାହା କହିବା ଅନୁମାନ କରି କହିବା, ଅନୁମାନ କରି କିଛି କଥା କହିବା ମୋ ପରି ଲୋକ କହିବା ଉଚିତ ନୁହେଁ। ତ ସସ୍ମିତ ପାତ୍ର ଓଡ଼ିଶାକୁ ଫେରିଲା ପରେ ହିଁ ଚିତ୍ର ସ୍ପଷ୍ଟ ହେବ, ବା ସେତେବେଳେ ଦଳର ସଭାପତି ନବୀନ ବାବୁ ସ୍ପଷ୍ଟ ଚିତ୍ର ଓଡ଼ିଶାବାସୀଙ୍କୁ ଦେଇପାରିବେ। ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ବର୍ତ୍ତମାନ, ୟାର ଅବସାନ ଘଟିପାରିବ। ସାର୍ ଯେଉଁ କୁହାଯାଉଛି ସୁବାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ମଙ୍ଗରାଜ ଏବଂ ସୁଲତ ଦେବ, ଏମାନେ କହୁଛନ୍ତି ଆମେ ପାଣ୍ଡିଆନକୁ ସମର୍ଥନ କରୁଛି। ଯେଉଁଟାକି କାଲି ଦେଖୁଥିବେ ମୁନା ଖାଁ ତାଙ୍କର କିଛି ଲୋକଙ୍କୁ ଆଣିକି ସେ ଗୋ ପାଣ୍ଡିଆନ, ଗୋ ବ୍ୟାକ୍ ପାଣ୍ଡିଆନ, ଗୋ ବ୍ୟାକ୍ ପାଣ୍ଡିଆନ ବୋଲି କହୁଥିଲେ। ତେଣୁ ଏଥିରୁ ଆପଣ କ'ଣ, ଆମେ କ'ଣ ବୁଝିବା? ଶୁଣନ୍ତୁ, ମୋ ଆଗରେ ଆପଣଙ୍କୁ କହିଦିଏ, ଯେତେବେଳେ ମତ ରଖୁଛି ମୁଁ, ମୋ ଆଗରେ ଦଳ ହେଉଛି ବିଜୁ ଜନତା ଦଳ। ବିଜୁ ଜନତା ଦଳର ସର୍ବେ ସର୍ବା ବା ସଭାପତି ପ୍ରତିଷ୍ଠାତା ହେଉଛନ୍ତି ନବୀନ ପଟ୍ଟନାୟକ। ଆମର ଆଲୋଚନା, ଆମେ ନବୀନ ବାବୁ କୈନ୍ଦ୍ରିକ ଆଲୋଚନା କରିବା, ନବୀନ ବାବୁ କେନ୍ଦ୍ର କରି ଆଲୋଚନା କରିବା। ଅନ୍ୟ ଯିଏ କିଏ କୌଣସି ବିଜୁ ଜନତା ଦଳ ପଦପଦବୀ ଲୋକ କେହି ନୁହନ୍ତି। ବାହାର ପାଇଁ ନବୀନ ବାବୁ ହେଉଛନ୍ତି ସର୍ବେ ସର୍ବା। ଯାହା ପ୍ରଶ୍ନ କରିବା, ଯାହା ପଚାରିବା, ଯେଉଁ ସନ୍ଦେହ ଦୂର କରିବା ନବୀନ ବାବୁଙ୍କୁ ପଚାରିକି, ବା ଦ୍ୱନ୍ଦ୍ୱ ଦୂର କରିବେ, ସନ୍ଦେହ ଦୂର କରିବାର କମ୍ପିଟେଣ୍ଟ ବ୍ୟକ୍ତି, ଯୋଗ୍ୟ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ଆମର ସବୁ ଆଲୋଚନାକୁ ଆମେ ସେଣ୍ଟ୍ରାଲାଇଜ୍ କରିବା ଦଳ ସଭାପତି ଉପରେ। ଅନ୍ୟ କିଏ କ'ଣ କହୁଛନ୍ତି ସବୁ କଥା ମୁଁ କହିଦିଏ, କାରଣ ଆମେ ଯେଉଁ ବୟସରେ ଅଛୁ, ମୁଁ ବ୍ୟକ୍ତିଗତ କାହାର କଥାକୁ ଆଲୋଚନା ଭିତରୁ ଟାଣିବାକୁ ଚାହୁଁନାହିଁ। କିନ୍ତୁ ଗୋଟାଏ ମତଭେଦ ହେଇଯାଇଛି, ଗୋଟେ ବିଭ୍ରାନ୍ତିକର ଅବସ୍ଥା ସୃଷ୍ଟି ହେଇଯାଇଛି, ଗୋଟେ ସନ୍ଦେହର ପ୍ରହେଳିକା ଘଟିଯାଇଛି। ଯେହେତୁ ଗୋଟାଏ ଲାଇନରେ ନ ଯାଇକି ସାଂସଦମାନଙ୍କ ଭୋଟଟା ଡିଭାଇଡ଼, ଭାଗ ଭାଗ ହେଇଯାଇଛି। ଦଳେ ବିରୋଧରେ, ଦଳେ ସପକ୍ଷରେ, ଦଳେ ନୀରବ ରହିବା, ଇଏ ଗୋଟାଏ ଭୁଲ ବାର୍ତ୍ତା ଦେଇଛି। ମୋର ବିଶ୍ୱାସ ଏ ଭୁଲ ବାର୍ତ୍ତାକୁ ସମାଧାନ କରିବା ପାଇଁ, ସନ୍ଦେହକୁ ଦୂର କରିବା ପାଇଁ ସସ୍ମିତ ପାତ୍ର ଫେରି ଆସିଲା ପରେ ନବୀନ ବାବୁ, ଯେ ଦଳର ସଭାପତି,
ଭାବୁଛି ଉଚିତ ମନେ କରିବେ ସସ୍ମିତ ପାତ୍ରଙ୍କ ସାଙ୍ଗରେ ବସିବେ, ମୋନା ଖାଙ୍କ ସାଙ୍ଗରେ ବସିବେ, ଦଳ ଯେଉଁ ନେତୃତ୍ୱ ନେଉଛନ୍ତି ତାଙ୍କ ସାଙ୍ଗରେ ବସିବେ, ବସିକି ଗୋଟାଏ ପ୍ରକୃତ ଘଟଣା କ'ଣ ଅନୁଧ୍ୟାନ କରିବେ ଏବଂ ୟାର ସବୁ ସମାଧାନ କରିବା ପାଇଁ ଟୁ ରିଜଲ୍ଭ ଦ କ୍ରାଇସିସ୍ ନିଶ୍ଚିତ ଭାବରେ କିଛି ପଦକ୍ଷେପ ନେବେ, ନିଷ୍ପତ୍ତି ନେବେ, ଏକଥା ଲୋକମାନେ ଆଶା କରୁଛନ୍ତି। ସାର୍ ଆଉ ଗୋଟେ କଥା ହେଉଛି ଏଯାଏଁ କାହିଁ ସମୀକ୍ଷା କରାହେଉନି ଯଦି ବା ବିଜେଡ଼ି ହାରିଛି ଆପଣ ତ କହୁଛନ୍ତି ସବୁ ଡିସିସନ୍ ନବୀନ ପଟ୍ଟନାୟକ ନେଉଛନ୍ତି, ଦଳ ସୁପ୍ରିମୋ ନେଉଛନ୍ତି, ଆପଣ ଯେଉଁ ବରିଷ୍ଠ ନେତାମାନେ ଅଛନ୍ତି କିଛି କାରଣ ଜାଣିବାକୁ ଚାହୁଁନାହାନ୍ତି ଯିଏ 24 ବର୍ଷ ହେଲା ଶାସନ କରୁଥିଲେ ସେ ହଠାତ୍ କାହିଁ ଏମିତି ପଲଟା ଓଲଟିଗଲା, ଯଦି ବା ଓଲଟିଗଲା ୟା ପଛରେ କାହାର ହାତ ରହିଛି କି କ'ଣ ପାଇଁ ହାରିଛି ଆପଣ କ'ଣ କହିବେ? ଦଳର ଅପ୍ରତ୍ୟାଶିତ ପରାଜୟ ଯେଉଁ ହେଇଛି ଆକୁ ସମୀକ୍ଷା କାହିଁକି ହେଉନାହିଁ, ସମୀକ୍ଷା ହେବା ଆବଶ୍ୟକ। ଏକଥା ଯେଉଁମାନେ ଦଳ ପରିଚାଳନା ମତେ ରହିଛନ୍ତି, ଦଳ ଗଣ୍ଡି ଭିତରେ ରହିଛନ୍ତି ସେମାନେ ବି କହିପାରିବେ। ଆମେ ତ ଦଳ ଗଣ୍ଡି ଭିତରେ ନାହୁଁ, ଆମେ ତ ସକ୍ରିୟ ରାଜନୀତିରେ ବି ନାହିଁ ଆଜିକାଲି, ଆମେ ବିଜୁ ଜନତା ଦଳର ସମର୍ଥକ ଭାବରେ ଆମର ପରିଚୟ। ଏଠି ଆପଣଙ୍କୁ କହିଦିଏ ନିର୍ବାଚନ ପରାଜୟ ପରେ ବିଜୁ ଜନତା ଦଳ ଯିଏ ସଭାପତି ସେ ଉତ୍ତର ଦେଇସାରିଛନ୍ତି। କାହିଁକି ପରାଜିତ ହେଲା ବିଜୁ ଜନତା ଦଳ ଓଡ଼ିଶାରେ? ନା ଭାରତୀୟ ଜନତା ପାର୍ଟି ବହୁତ ମିଛ କଥା କହିଲା, ମିଛ ପ୍ରତିଶ୍ରୁତି ଦେଲା, ମନଲୋଭା କଥା କହିଲା ଏବଂ କେନ୍ଦ୍ରର ପ୍ରଧାନମନ୍ତ୍ରୀ, ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାରେ ପଡ଼ି ରହିଲେ, ଜୋରଦାର ପ୍ରଚାର କଲେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଲୋକ ମତକୁ ଆପଣେଇବା ପାଇଁ। ଅସ୍ମିତା ଇତ୍ୟାଦି ଅନେକ କଥା କହିଲେ ଲୋକଙ୍କୁ ଭୋଟଟାକୁ ଆପଣେଇବା ପାଇଁ। ନବୀନ ବାବୁ କହିଛନ୍ତି ସିଏ ଯେଉଁ ଭାବରେ ପ୍ରଚାର କଲେ, ମିଛ କଥା କହିଲେ, ବିଜୁ ଜନତା ଦଳ ତରଫରୁ ପ୍ରଭାବୀ କାଉଣ୍ଟର ହେବାର ଟିକେ ଉଣା ରହିଗଲା। ପରିଚାଳନା ଦାୟିତ୍ୱରେ ଯେଉଁମାନେ ଥିଲେ ବା ପରିଚାଳକମାନେ ତାକୁ କାଉଣ୍ଟର କଲା ପରି ପ୍ରଭାବୀ ପ୍ରଚାର ହୋଇପାରି ନାହିଁ, ଯେଉଁଥିପାଇଁ ପରାଜୟର ସ୍ୱୀକାର କରିବାକୁ ପଡ଼ିଲା ଏବଂ ପରିଚାଳନାଗତ ତ୍ରୁଟି କିଛି ନିଶ୍ଚୟ ରହିଯାଇଛି। ତ୍ରୁଟି ଯେଉଁମାନେ ପରିଚାଳନା ଦାୟିତ୍ୱରେ ଥିଲେ ସେଇମାନେ କିଛି ତ୍ରୁଟି କରିଛନ୍ତି, ଠିକ୍ ଭାବରେ ପରିଚାଳନା କରିପାରିନାହାନ୍ତି, ଭାରତୀୟ ଜନତା ପାର୍ଟିର ଷ୍ଟ୍ରାଟେଜିକି ଠିକ୍ ଭାବରେ ଆକଳନ କରିପାରିନାହାନ୍ତି, ଠିକ୍ ଭାବରେ ଷ୍ଟ୍ରାଟେଜି କରିପାରିନାହାନ୍ତି। ତେଣୁ ଆଜି ଶୁଣନ୍ତୁ, ସମୟ ଆସିଛି ବର୍ତ୍ତମାନ, ଅତୀତର ଯେଉଁ ଅପ୍ରତ୍ୟାଶିତ ପରାଜୟ ହୋଇଯାଇଛି, ଭୁଲ ବୁଝାମଣା ହୋଇଯାଇଛି, ଆକୁ ସବୁ ସଂଶୋଧନ କରି ବିଜୁ ଜନତା ଦଳରେ ଏବେ ଯେଉଁମାନେ ଅଛନ୍ତି, ବିଧାୟକ ଅଛନ୍ତି ବା କି ପରାଜିତ ହୋଇଯାଇଛନ୍ତି, ବହୁ ଉଚ୍ଚଶିକ୍ଷିତ ପ୍ରତିଭାବାନ ଯୁବକ ବିଜୁ ଜନତା ଦଳରେ ଆଜି ବି ରହିଛନ୍ତି। ଏମାନେ ସମସ୍ତେ ମିଳିମିଶିକି ବା ଯେଉଁମାନେ ବିଜୁ ଜନତା ଦଳକୁ ପ୍ରତିଷ୍ଠା କରିଥିଲେ ଏକ ସମୟରେ, ବିଜୁ ଜନତା ଦଳ ସଂଗଠନକୁ ଦୃଢ଼ କରିଥିଲେ ଏକ ସମୟରେ, ଯେଉଁମାନେ ଅଛନ୍ତି ଓଡ଼ିଶା ରାଜ୍ୟରେ ସେମାନଙ୍କ ମଧ୍ୟ ପରାମର୍ଶ ନେଇକି ଦଳକୁ ପୁନର୍ବାର ସଂଗଠିତ କରିବା ପାଇଁ, ଅଧିକ ମଜବୁତ କରିବା ପାଇଁ ବର୍ତ୍ତମାନ ମିଳିତ ଉଦ୍ୟମ ହେବା ଆବଶ୍ୟକ। ଏବେ ବି ବିଜୁ ଜନତା ଦଳ ସପକ୍ଷରେ ଜନମତ ରହିଛି, ନବୀନ ପଟ୍ଟନାୟକ ପ୍ରତି ଆଦର ଏବେ ମଧ୍ୟ ଓଡ଼ିଶାବାସୀଙ୍କ ମନରେ ରହିଛି। ଏବେ ରହିଛି, ସ୍ପେସ୍ ରହିଛି, ସୁଯୋଗ ରହିଛି, କ୍ଷେତ୍ର ରହିଛି। ବର୍ତ୍ତମାନ ଠିକ୍ ଭାବେ ପ୍ରସ୍ତୁତ ହୋଇପାରିବେ, ମିଳିମିଶି ଆଲୋଚନା ପର୍ଯ୍ୟାଲୋଚନା କରିକି ଯଦି ଗୋଟେ ମିଳିତ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ। ବହୁ ଟ୍ୟାଲେଣ୍ଟେଡ଼ ଲୋକ ଅଛନ୍ତି ବିଜୁ ଜନତା ଦଳ ଭିତରେ ବର୍ତ୍ତମାନ, ଏବଂ ଯେଉଁମାନେ ବିଜୁ ଜନତା ଦଳକୁ ସଂଗଠନ କରିବା ଲୋକ ସେ ବାହାରେ ବି ଅଛନ୍ତି। ସମସ୍ତଙ୍କ ସହଯୋଗ ନେଇ ଦଳକୁ ପୁନର୍ବାର ମଜବୁତ କରାଯାଇପାରିବ। ପୁଣି ଆଗାମୀ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ କ୍ଷମତାକୁ ଫେରିପାରିବ। ଗୋଟେ ଆଇଡ଼ିଓଲୋଜି, ପ୍ରତ୍ୟେକ ରାଜନୈତିକ ଦଳକୁ ଗୋଟେ ଆଇଡ଼ିଓଲୋଜି ଉପରେ ବଞ୍ଚିବାକୁ ପଡ଼େ। ଆଇଡ଼ିଓଲୋଜି ହେଉଛି, ମୁଁ ଯେତିକି ଜାଣିଛି, ବିଜୁ ଜନତା ଦଳର ବା ଜନତା ଦଳରୁ ଆସି ବିଜୁ ଜନତା ଦଳ ହେଇଛି। ଆଇଡ଼ିଓଲୋଜି ହେଉଛି ସମାଜବାଦ, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଉପରେ ବିଶ୍ୱାସ କରୁଥିବା ଦଳ ହେଉଛି ବିଜୁ ଜନତା ଦଳ। ସେହି ନୀତି ଆଦର୍ଶରେ ବିଜୁ ଜନତା ଦଳର କର୍ମୀମାନେ, ନେତାମାନେ, ସମର୍ଥକମାନେ ଏକଜୁଟ ହେବା ଦରକାର। এই ଆଇଡ଼ିଓଲୋଜିକି ଆଖି ଆଗରେ ରଖି ବିଜୁ ଜନତା ଦଳକୁ ସଜାଡ଼ିକି ମତଭେଦ ଦୂର କରିକି ଗୋଟେ ଐକାନ୍ତିକ ଏକତା ଆଣିବା ପାଇଁ ପ୍ରଚେଷ୍ଟା ସବୁ ମହଲରୁ ହେବା ଆବଶ୍ୟକ। ସାର୍ ଏବେ ଯେଉଁ ପଞ୍ଚାୟତ ନିର୍ବାଚନ ଆସୁଛି ଏଥିରେ କ'ଣ ଉଚିତ ଜବାବ ଦେବ ବିଜେଡ଼ି?
ଆପଣ ଲାଗୁଛି କି ସଂଖ୍ୟାଗରିଷ୍ଠତା ହାସଲ କରିବ କାରଣ ଯଦି ବା କହୁଛନ୍ତି ଯେମିତି ଆମେ ବିଜେପିରେ ଦେଖୁଥିଲୁ 9 ମାସ ହେଲା ଶାସନ କଲେଣି କିନ୍ତୁ ଏଯାଏଁ ବି ଲୋକେ ସେଥିରେ ଖୁସ୍ ନାହାନ୍ତି ଯାହା ଆମେ ସୂଚନା ଦେଖୁଛୁ ଲୋକଙ୍କ ଯାହା ପ୍ରତିକ୍ରିୟା ନେଉଥିଲୁ ତାହେଲେ ଏଇ ଯେଉଁ ପଞ୍ଚାୟତ ନିର୍ବାଚନରେ ଲାଗୁଛି କି ବିଜେଡ଼ି ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଇଏ ନିର୍ଭର କରୁଛି ବିଜୁ ଜନତା ଦଳ କେତେ ଦୂର ସଂଗଠିତ ହୋଇପାରିବ। ଅତୀତରେ ବହୁ ନେତୃସ୍ଥାନୀୟ ବ୍ୟକ୍ତି କି ତୁଙ୍ଗ ନେତାମାନଙ୍କୁ ତ ଅଲଗା କରିଦିଆଯାଇଛି। ମୁଁ କହିଲି ସେମାନଙ୍କ ସହଯୋଗ ନେଲେ ପ୍ରତିଭାବାନ ନେତାମାନଙ୍କୁ ସବୁ ଏକାଠି କଲେ ଦଳକୁ ଲଢ଼ିପାରିବ, ବିଜୟର ଟୀକା ବି ପିନ୍ଧିପାରିବ। ସେ ସବୁ ନିର୍ଭର କରୁଛି ବିଜୁ ଜନତା ଦଳର ନେତୃତ୍ୱ ଉପରେ, ପରିଚାଳକମାନଙ୍କ ଉପରେ। ଏବେ ବି କହିଛି ଆପଣଙ୍କୁ, ଆଉ ଥରେ କହିଦେଉଛି, ଏବେ ବି ବିଜୁ ଜନତା ଦଳ ସପକ୍ଷରେ ଜନମତ ରହିଛି। ନବୀନ ବାବୁଙ୍କୁ ଭଲ ପାଇବା ଲୋକ ମଧ୍ୟ ଓଡ଼ିଶାରେ ବହୁ ସଂଖ୍ୟାରେ ଅଛନ୍ତି। ଏବଂ ବର୍ତ୍ତମାନ ସରକାର ଯିଏ ହେଇଛି ଆପଣଙ୍କୁ କହିଦିଏ, ଇଏ ତ ବର୍ଷେ ପୁରୀ ନାହିଁ, କିନ୍ତୁ ଜନମତ ସରକାର ସପକ୍ଷରେ ଯେପରି ରହିବା କଥା ତା ଦେଖାଯାଉ ନାହିଁ। ସରକାରଟା ପରଫର୍ମିଂ ବୋଲି ଏପର୍ଯ୍ୟନ୍ତ ଲୋକ ହୃଦବୋଧ କରିପାରୁନାହାନ୍ତି। ଦରଦାମ ବଢ଼ି ଚାଲିଛି। ଏବେ ଗ୍ୟାସ୍ ସିଲିଣ୍ଡର ଉପରେ ଦର ବଢ଼ିଲା। ନିଯୁକ୍ତି ମଧ୍ୟ ସୁଯୋଗ ସୃଷ୍ଟି ହୋଇପାରିନାହିଁ। ପୁଞ୍ଜି ବିନିଯୋଗ କଥା କହୁଛନ୍ତି। ବୁଝାମଣା ପତ୍ର ପୁଞ୍ଜିପତିମାନଙ୍କ ସହିତ ଦସ୍ତଖତ କରିବା ଏବଂ ଗ୍ରାଉଣ୍ଡିଂ କରିବା, ଶିଳ୍ପ ପ୍ରତିଷ୍ଠା କରିବା ଭିତରେ ଦୂରତା ବହୁତ ବେଶୀ। ତେଣୁ ଶିଳ୍ପ ପ୍ରତିଷ୍ଠା ହେଲେ ବେକାର ଯୁବକ ନିଯୁକ୍ତି ପାଇବ, ଏଇଟା ସହସା କଥା ନୁହେଁ, ଶୀଘ୍ର କଥା ନୁହେଁ। ପୁଞ୍ଜି ବିନିଯୋଗ ପାଇଁ ପୁଞ୍ଜି ସମୟ ଲାଗିବ। ଦ୍ୱିତୀୟରେ ମଧ୍ୟ କହିଦିଏ, ଯେତେ ମଧ୍ୟ ବଜେଟରେ ଅର୍ଥ ବରାଦ କରାଯାଉଛି ସେ ମଧ୍ୟ ବିନିମୟ ସନ୍ତୋଷଜନକ ଭାବରେ ହୋଇପାରୁନାହିଁ, ଯାହା ଆମେ ଦେଖୁ ସମ୍ବାଦପତ୍ରମାନଙ୍କରେ। ଏବଂ ବିଜୁ ଜନତା ଦଳ ସରକାର ଥିଲାବେଳେ ଋଣ କରୁନଥିଲେ, ସୁଧ ଦେବାକୁ ପଡ଼ୁନଥିଲା। କିନ୍ତୁ ବର୍ତ୍ତମାନ ସରକାର ଆସିଲା ପରେ 2 ବର୍ଷ ଭିତରେ ଏମାନେ ଋଣ କରି ବଢ଼େଇ ଚାଲିଲେଣି। ଋଣ ଏପରି ବଢ଼ି ଚାଲେ, ଶେଷରେ କେଉଁଠି ପହଞ୍ଚିବ ରାଜ୍ୟର ଅର୍ଥନୀତି, ତାକୁ ବର୍ତ୍ତମାନ ଆମେ ସବୁ ସନ୍ଦେହରେ ପଡ଼ୁଛୁ। ଅର୍ଥନୀତି ଖରାପ ଆଡ଼କୁ ଯାଉଛି। ଓଡ଼ିଶାରେ ଆର୍ଥିକ ପରିଚାଳନାରେ ଓଭରଡ୍ରାଫ୍ଟ ବନ୍ଦ କରିବାରେ, ନିଅଣ୍ଟିଆ ଅବସ୍ଥାରେ ଆସି ରାଜସ୍ୱ ବଳକା ରାଜ୍ୟରେ ପହଞ୍ଚିବାରେ, ଋଣ ହ୍ରାସ କରିବା ଦିଗରେ, ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ବହୁ ବିକାଶମୂଳକ କାମ, ମହିଳା ସଶକ୍ତିକରଣ କଥା କହନ୍ତୁ, ପୁଞ୍ଜିନିବେଶ କଥା କହନ୍ତୁ, ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା ଅତୀତରେ। ଆର୍ଥିକ ସ୍ଥିତି ଭଲ ଥିଲା ବୋଲି। ଯଦି ଆର୍ଥିକ ସ୍ଥିତି ଦୋହଲିଯିବ, ପ୍ରଗତି ବିକାଶ ବାଧାପ୍ରାପ୍ତ ହେବ। ତେଣୁ କ'ଣ ହେବ, ସରକାର କ'ଣ କରିପାରୁଛନ୍ତି, କ'ଣ ନ କରିପାରୁଛନ୍ତି, ଏ ଟିକେ ମୁଁ କହିବି ତାଙ୍କୁ ବର୍ଷେ ଦେଖିବା। ଆମେ ତାଙ୍କୁ ବର୍ଷେ ଦେଖିବା, ବର୍ଷେ ପରେ କ'ଣ ପରଫର୍ମ କରିପାରୁଛନ୍ତି, ଲୋକଙ୍କର ଆଶା କେତେ ପୂରଣ କରିପାରୁଛନ୍ତି। ଅନେକ ବିଷୟ ନିର୍ବାଚନ ବେଳେ ଯାହା କହିଥିଲେ ତାକୁ ଏବେ ବି କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ସେଥିପାଇଁ ଆପଣଙ୍କୁ କହିଲି, ସରକାର ସମୟ ଦିଆଯାଉ, ଗୋଟେ ବର୍ଷ ଯାଉ, ତାପରେ ସମୀକ୍ଷା କରିବା ସରକାର କାର୍ଯ୍ୟକ୍ରମ ଉପରେ। ଯେତିକି ବରିଷ୍ଠ ବିଜେଡ଼ିର ଯେଉଁ ଥିଲେ ବରିଷ୍ଠ ନେତାମାନେ ସେମାନେ ଏବେ ପ୍ରାୟ ବିଜେଡ଼ିରେ ନାହାନ୍ତି, ବହିଷ୍କାର ହେଇଛନ୍ତି, ବିତାଡ଼ିତ ହେଇଛନ୍ତି। ତାହେଲେ ଦଳ ଯଦି ଆଉ ଥରେ ତାଙ୍କୁ ଏକାଠି କରିବ ତାହେଲେ କ'ଣ ପୁଣି ସେଇ ବିଜେଡ଼ିର ଯେଉଁ ପୂର୍ବ ରୂପ ଫେରିଆସିବ? ବହୁ ପୁରାତନ ଅଭିଜ୍ଞ ନେତା ବିଜୁ ଜନତା ଦଳକୁ ଗଠନ କରିଥିଲେ ବା ବିଜୁ ଜନତା ଦଳକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ। ଅନେକ ଅଲଗା ହୋଇଯାଇଛନ୍ତି ବା ଅଲଗା କରିଦିଆଯାଇଛି। ଦଳକୁ ବଢ଼େଇବା ପାଇଁ ମୋର ବ୍ୟକ୍ତିଗତ ମତ, ସେମାନଙ୍କୁ ମଧ୍ୟ ଦଳରେ ସାମିଲ କରିବା ଉଚିତ, ଦଳକୁ ଆଣିବା ଉଚିତ ମଧ୍ୟ। ହେଲେ ଦଳଟା ସମୃଦ୍ଧ ହୋଇପାରିବ, ପୁଣି ଥରେ ମଧ୍ୟ କ୍ଷମତାକୁ ଆସିପାରିବ। ଅଛନ୍ତି ସେମାନେ ସବୁ ତ ବହୁତ, ଯିଏ ଦଳକୁ ଗଢ଼ିଛି, ଦଳକୁ ବଢ଼େଇଛି, ଏବେ ବି ସହାନୁଭୂତି ସେମାନେ ରହିଛି। କଥା ହେଉଛି କେତେ ଦୂର ତାଙ୍କୁ ସବୁ ସମ୍ମାନ ସହକାରେ ସମ୍ପୃକ୍ତ କରାଯାଇପାରିବ। ଏସବୁ ନିର୍ଭର କରୁଛି ଦଳର ଯିଏ ନେତୃତ୍ୱ ନେଉଛନ୍ତି, ଦଳର ଯିଏ ସଭାପତି ଅଛନ୍ତି, ଦଳ ସୁପ୍ରିମୋ ଯିଏ ହେଇଛନ୍ତି, ଏସବୁ ନିର୍ଭର କରୁଛି ତାଙ୍କ ଉପରେ। ଯେତେବେଳେ
ଆପଣ ଅର୍ଥମନ୍ତ୍ରୀ ଥିଲେ ବିଜେଡ଼ି ଯେତେବେଳେ ଶାସନ କରୁଥିଲା ସେତେବେଳେ ଆପଣ ଯେତେବେଳେ ଆଟାଚ୍ ନେଇକି ଆସୁଥିଲେ ବଜେଟ୍ କଥା କହୁଥିଲେ ସେତେବେଳେ ବିଧାନସଭା ଥରହର ହେଇଯାଉଥିଲା କିନ୍ତୁ ସେଇଟା ଆଉ ଦେଖିବାକୁ ମିଳୁନି ରାତାରାତି ଏବେ ଯେମିତି ଆପଣ ଦେଖୁଥିବେ ହଠାତ୍ କଂଗ୍ରେସ କର୍ମୀ କିଛି ଯେମିତି ଆକ୍ଷେପ କଲେ ସାଙ୍ଗେ ସାଙ୍ଗେ ତାଙ୍କୁ ବହିଷ୍କାର କରିଦେଲେ 12 ଜଣକୁ ତାପରେ ତାଙ୍କର ତରବରିଆ ଭାବରେ ବିଧାନସଭା ଅଧିବେଶନ ସାରିଦେଲେ। ଶୁଣନ୍ତୁ, ପୂର୍ବରୁ ଆମେ ବିଜୁ ପଟ୍ଟନାୟକଙ୍କ ସାଙ୍ଗରେ କାମ କରିଛୁ 90ରୁ 95 ତାଙ୍କ ମନ୍ତ୍ରୀ ପରିଷଦରେ ମୁଁ କାର୍ଯ୍ୟ କରିଛି ଶିକ୍ଷାମନ୍ତ୍ରୀ ହିସାବରେ, ଯୋଜନା ସମନ୍ୱୟ ବିଭାଗ ମନ୍ତ୍ରୀ ହିସାବରେ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ହିସାବରେ। ତାପରେ ନବୀନ ବାବୁଙ୍କ ସରକାରରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନ୍ୟ ବିଭାଗରେ କାମ କଲା ପରେ ଦୁଇଥର ମୋତେ ସେ ଅର୍ଥ ବିଭାଗ ଦାୟିତ୍ୱ ଦେଇଛନ୍ତି। ଯେତେବେଳେ ଆର୍ଥିକ ସ୍ଥିତି ଓଡ଼ିଶାର ଉଜୁଡ଼ି ଯାଇଥିଲା, ବଜେଟ୍ ପରିମାଣ ଯାହା ହେଉଥିଲା ତାଠାରୁ ଋଣ ଭାର ଅଧିକା ଥିଲା, ଓଭରଡ୍ରାଫ୍ଟ ନୀତିଦିନିଆ କାର୍ଯ୍ୟ ହୋଇଥିଲା, ଉତ୍କଟ ନିଅଣ୍ଟିଆ ଅବସ୍ଥା ଭିତରେ ଓଡ଼ିଶା ଗତି କରୁଥିଲା, ମାସ ପୁରୀ ଯାଏ କର୍ମଚାରୀ ଦରମା ପାଏନା, ଏ ସ୍ଥିତି ଥିଲା ଓଡ଼ିଶାରେ। କିନ୍ତୁ ବିଜୁ ଜନତା ଦଳ ସରକାର ଆସିଲା ପରେ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ, ଅର୍ଥ ବିଭାଗ ଦାୟିତ୍ୱ ମୁଁ ନେଲା ପରେ ଅନେକ କଷ୍ଟ ସ୍ୱୀକାର କରି ପରିଶ୍ରମ କରି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଗଲା। ଅର୍ଥନୀତି ପରିଚାଳନା ଦିଗରେ ଆଦର୍ଶ ଭୂମିକା ଭାରତବର୍ଷରେ ଓଡ଼ିଶା ଲିଭେଇଲା। ଆର୍ଥିକ ପରିଚାଳନା ବହୁତ ସୁନ୍ଦର ହେଲା ଫଳରେ ଆର୍ଥିକ ସ୍ଥିତି ଉନ୍ନତି ହେଲା, ଅଗ୍ରଗତି ହେଲା, ନିଅଣ୍ଟିଆ ଅବସ୍ଥାରେ ଆସି ବଳକାର ଅବସ୍ଥାରେ ପହଞ୍ଚିଲେ। ଯେଉଁ ସରକାର ପ୍ରଥମେ ଆସିଲା ପରେ 2001 ମସିହାରେ 13,000 କୋଟି ଟଙ୍କାର ବଜେଟ୍ ହେଇଥିଲା, ଋଣ ଭାର ଥିଲା 18,000 କୋଟିରୁ ଅଧିକ ଥିଲା। ଆଜି ଆସିକି 2,90,000 କୋଟି ଟଙ୍କା ବଜେଟ୍ କରାଯାଉଛି, 3 ଲକ୍ଷ କୋଟିର। ଏସବୁ ଆର୍ଥିକ ସୁପରିଚାଳନା ଯେଉଁ ବିଜେଡ଼ି ସରକାର ବେଳେ ହେଇଥିଲା ତାର ହିଁ ଫଳାଫଳକୁ ବର୍ତ୍ତମାନ ସରକାର ନେଉଛନ୍ତି। ବିଜେଡ଼ି ସରକାର ଗଲାବେଳକୁ ମଧ୍ୟ ସେମାନେ 2,30,000 କୋଟି ଟଙ୍କାର ବଜେଟ୍ କରିଥିଲେ। ସେ ବି ଯେଉଁ ଆପଣ ଭୋଟ୍ ଅନ୍ ଆକାଉଣ୍ଟରେ ମଧ୍ୟ 2,55,000 କୋଟି ବଜେଟ୍ ଉପସ୍ଥାପନ କରିଥିଲେ। ତେଣୁ ଆର୍ଥିକ ସ୍ଥିତି ଆଜି ବି ସୁଦୃଢ଼ ଅଛି, ଆର୍ଥିକ ପରିଚାଳନା ଠିକ୍ ଚାଲିଛି। କିନ୍ତୁ ଋଣ ଯେଉଁ କରିବା ଆରମ୍ଭ କରିଛନ୍ତି, ଯଦି ୟାକୁ କେଉଁଠି ନା କେଉଁଠି ନିୟନ୍ତ୍ରଣ ନ କରାଯାଏ ବା ଋଣ ଯେଉଁଥିପାଇଁ ନେଉଛନ୍ତି ସେଥିପାଇଁ ଖର୍ଚ୍ଚ ନ କରାଯାଏ, ଯଦି କ୍ୟାପିଟାଲ ଏକ୍ସପେଣ୍ଡିଚର ପାଇଁ ଉନ୍ନୟନମୂଳକ କାମ ପାଇଁ ଅଧିକ ଟଙ୍କା ନ ରହେ, ଯଦି ଅଧିକ ଅର୍ଥ ପଳେଇବ ଆପଣ ରେଭିନ୍ୟୁ ଏକ୍ସପେଣ୍ଡିଚରରେ ଦରମା ଦେବାରେ, ପେନସନ୍ ଦେବାରେ, ସୁଧ ପରିଶୋଧ କରିବା ଦିଗରେ ପଳେଇଗଲେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତେଣୁ ଆଜିର ସରକାର ଦେଖିବା ଆଉ କିଛି ଦିନ ପରେ କ'ଣ ପରଫର୍ମ କରୁଛନ୍ତି, କ'ଣ ଡେଲିଭର କରିପାରୁଛନ୍ତି, ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା କେତେ ପୂରଣ କରିପାରୁଛନ୍ତି, ଆଉ ଗୋଟେ ସମୟ ଦେବାକୁ ପଡ଼ିବ। ଏବଂ ଗଲା ବିଜେଡ଼ି ସରକାର ଛାଡ଼ିଲା ପୂର୍ବରୁ ଆର୍ଥିକ ସ୍ଥିତି ସୁଦୃଢ଼ ଥିଲା, ବହୁ ବିକାଶମୂଳକ କାମ ଓଡ଼ିଶାରେ ସମ୍ଭବ ହେଇଥିଲା। ସେ ଧାରାକୁ, ବିକାଶର ଧାରାକୁ ଏମାନେ କେତେଦୂର ରକ୍ଷା କରିପାରୁଛନ୍ତି, ଆମେ ଟିକେ କିଛି ଦିନ ପରେ ଆମେ ଏହାର ସମୀକ୍ଷା ଠିକ୍ ଭାବରେ କରିପାରିବା। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କର ଏତେ ମହତ୍ୱପୂର୍ଣ୍ଣ ଯେଉଁ ମତାମତ ପାଇଁ। ଆପଣ ଦେଖୁଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ତାଙ୍କର ସାଙ୍ଗେ ଆମେ ଆଲୋଚନା କରୁଥିଲୁ। ସେ କହୁଥିଲେ କେମିତି ବିଜେଡ଼ିରେ କେମିତି ଅବସ୍ଥା ଚାଲିଥିଲା ଓଡ଼ିଶାର, ଏବେ ଦେଖନ୍ତୁ ବିଜେପି ସରକାରରେ କେମିତି ଅଛି। ତା ସହିତ ସସ୍ମିତ ପାତ୍ରକୁ ଯେତେବେଳେ ଆମେ ତାକୁ କଥା କହିଥିଲୁ, ସେ କହିଥିଲେ ସସ୍ମିତ ପାତ୍ରଙ୍କ ନିଜ ମତାମତ କି ସେ କାହା ନିର୍ଦ୍ଦେଶରେ ଦେଇଛନ୍ତି, ସେ ତାଙ୍କ ଯେତେବେଳେ ଆସି ଓଡ଼ିଶା ପହଞ୍ଚିବେ ସେ ହିଁ ପଚାରିବେ ଏବଂ ଖାସ୍ କରିକି ବିଜେଡ଼ି ସୁପ୍ରିମୋ ତାଙ୍କୁ ହୁଏତ ପଚାରିପାରନ୍ତି କିମ୍ବା ତାଙ୍କ ଭିତରେ ମିଟିଂ ହେଲା ପରେ ଜଣାପଡ଼ିବ ସେ ଏଇଟା ନିଜେ ବିବେକ ଅନୁସାରେ ଦେଇଛନ୍ତି କି କାହା ନିର୍ଦ୍ଦେଶରେ ଦେଇଛନ୍ତି। ଆପଣ ମଧ୍ୟ ଆମ ସାଙ୍ଗେ ରୁହନ୍ତୁ, ଆମେ ବି ନିଶ୍ଚୟ ଏହାର ସୂଚନା ଜଣାଇବୁ। ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ପ୍ରକାଶ ବେହେରାଙ୍କ ସହ ଜିଆ ଆବେଦିନଙ୍କ ରିପୋର୍ଟ, ସୂଚନା ଟିଭି 24x7।